ଆପଣଙ୍କର ସବୁ ପାଖରେ ଥାଇକିରି ବି କୌଣସି କାରଣବଶତଃ ମେଡିକାଲ ଟେନସନ୍ ହଉ କିମ୍ବା ପିଲାମାନେ ପାଠଶାଠ ପଢ଼ିଛନ୍ତି ଚାକିରି ହେଉନଥିବ, ଯେକୌଣସି ପ୍ରକାର ଦୁଃଖ ନା ହେଉନା କାହିଁକି କିମ୍ବା ଆପଣଙ୍କର ଧନର ଅଭାବ ହେଉନା କାହିଁକି, ଯେତେ ଯାହା ପ୍ରୋବ୍ଲେମ୍ ହେଉନା କାହିଁକି, ଆପଣଙ୍କ ଜୀବନରେ ଯଦି ଏଇଭଳିଆ ପ୍ରୋବ୍ଲେମ୍ ଆସୁଛି ଆଉ ଆପଣ ସେଥିପାଇଁ ଅତ୍ୟନ୍ତ ବ୍ୟତିବ୍ୟସ୍ତ ଅଛନ୍ତି, ଅତ୍ୟନ୍ତ ଚିନ୍ତାରେ ପଡ଼ୁଛନ୍ତି, ତାହେଲେ ଆପଣ ଏ ଉପାୟ ଏ ପ୍ରତିକାର କରନ୍ତୁ। ଦେଖିବେ ନିଶ୍ଚିତ ପ୍ରକାର ଆପଣଙ୍କ ସମସ୍ୟାର ସମାଧାନ ହେଇଯିବ। ସୋମବାର ଦିନ ରାତି 11ଟା ସମୟରେ କରିବେ। କ'ଣ କରିବେ ନା ସୋମବାର ଦିନ ଆପଣ ଅସ୍ତପତ୍ର ଆଣିଥିବେ, ପୂର୍ଣ୍ଣ ଭାବରେ ଧୋଇଦେବେ। ଧୋଇ ସାରିଲା ପରେ ଆପଣ 3 ଚୁଟକି ସୋରିଷ ଆଣିବେ। ଆପଣଙ୍କର ଯୋଉ ରହୁଛି ହଳଦିଆ ସୋରିଷ ନା, ହଳଦିଆ ସୋରିଷ 3 ଚୁଟକି ଆଣିବେ। ଠିକ ଅଛି। ତା ଦେହରେ ଆପଣ ଗୁଡା ଲୁଣ, ଯୋଉ ଆପଣଙ୍କର ରହୁଛି ସମୁଦ୍ର ଲୁଣ, ଯୋଉ ଆମେ ଖାଉଛେ ଗୁଣ୍ଡ ଲୁଣ, ସିଏ ନୁହଁ, ଗୁଡା ଲୁଣ ଯୋଉ ବଡ ବଡ ଲୁଣ ଆପଣ